ବେପରୁଆ ଯାନବାହନ ରାଜପଥରେ ଛିଡ଼ା କରିବା ଓ ଜବରଦଖଲକାରୀଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି। ବସ୍ତା ସଡ଼କ ଦୁର୍ଘଟଣା କମାଇବା ଲାଗି ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି। ତେବେ 60 ନମ୍ବର ଜାତୀୟ ରାଜପଥ ସୁରକ୍ଷାଟି ଏବେ ପ୍ରହସନ ପାଲଟିବା ସହ ଲକ୍ଷ୍ମଣନାଥ ଠାରୁ ହଳଦୀପଦା ପର୍ଯ୍ୟନ୍ତ ଜାତୀୟ ରାଜପଥର ଉଭୟ ପାର୍ଶ୍ୱ ଏବେ ବିପଦପୂର୍ଣ୍ଣ। ଏହି ରାଜପଥର ଉଭୟ ପାର୍ଶ୍ୱରେ ଥିବା ନୟନଯୋଡ଼ି ବା ନାଳକୁ ଜବରଦଖଲକାରୀଙ୍କ କବ୍ଜାରେ ଥିବାରୁ ଜନସାଧାରଣ ଓ ଚାଷୀମାନେ ପଡ଼ିଛନ୍ତି ଏବେ ଚିନ୍ତା। ବସ୍ତା ଜଳେଶ୍ୱର ସଦର ତହସିଲ ଅଧୀନରେ ଥିବା NH60ର ଉଭୟ ପାର୍ଶ୍ୱରେ ଥିବା କୋଟି କୋଟି ଟଙ୍କାର ସରକାରୀ ଜମି ନୟନଯୋଡ଼ିକୁ ଜବରଦଖଲ କରିମାନେ ମାଟି ପକାଇ ପୋତିବା, ତା ଉପରେ ବ୍ୟବସାୟୀ ପ୍ରତିଷ୍ଠାନ ତଥା ଢାବା, ହୋଟେଲ, ଚାହା, ପାନ ଦୋକାନ ଓ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲିବା ସହିତ ଦୋକାନଗୁଡ଼ିକୁ ଭଡ଼ା ସୂତ୍ରରେ ଦେଇ ଲାଭବାନ ହେଉଛନ୍ତି। ଅନ୍ୟପକ୍ଷରେ ନିଜ ଢାବା ଓ ବ୍ୟବସାୟୀ ସଂସ୍ଥାନକୁ ଯିବା ପାଇଁ ନୟନଯୋଡ଼ିକୁ ପୋତି ଯିବା ଆସିବା ପାଇଁ ରାସ୍ତା ନିର୍ମାଣ କରିଥିବାରୁ ଜଳ ନିଷ୍କାସନ ହେବାରୁ ବାଧା ଉଠୁଥିବା ଯୋଗୁଁ ଚାଷୀମାନେ ନାହିଁ ନଥିବାରେ ସମ୍ମୁଖୀନ ହେଉଛନ୍ତି। ସକାଳ, ଖରାବେଳ, ସନ୍ଧ୍ୟା ସମୟରେ ଏହି ରାଜପଥ ଉପରେ ଲକ୍ଷ୍ମଣନାଥ ଠାରୁ ହଳଦୀପଦା ପର୍ଯ୍ୟନ୍ତ ଢାବା ଗଢ଼ି ଉଠିଥିବା ସଂସ୍ଥାମାନଙ୍କର ଅନାବଶ୍ୟକ ଭାବେ ଲମ୍ବା ଧାଡ଼ିରେ ଯାନବାହନ ଘଣ୍ଟା ଘଣ୍ଟା ଧରି ଛିଡ଼ା କରିବା ଯୋଗୁଁ ରାସ୍ତା ସଂକୁଚିତ କରିବା ସହିତ ଟ୍ରାଫିକ୍ ସମସ୍ୟା ଦେଖାଯିବା ସହିତ ଧନଜୀବନ ମଧ୍ୟ ଧକ୍କା ଲାଗିକି ଦୁର୍ଘଟଣା ଲାଗି କ୍ଷତି ହେଉଛି। ପୂର୍ବ ଜାତୀୟ ରାଜପଥର 2ଟି ଦୁର୍ଘଟଣାରୁ ବହୁ ଯାତ୍ରୀ ଏବେ ଆହତ ହୋଇଛନ୍ତି। ଏନେଇ ବହୁବାରେ ଆନ୍ଦୋଳନ, ରାସ୍ତାରୋକ ଅଭିଯୋଗ ହୋଇଥିଲେ ମଧ୍ୟ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ଦିଗରେ ସରକାର ପ୍ରଶାସନ ଅଦ୍ୟାବଧି ପଦକ୍ଷେପ ଗ୍ରହଣ କରୁନଥିବାରୁ ଲୋକଙ୍କ ମନରେ ପ୍ରଶ୍ନ ଏଠି ଉଠୁଛି। ହେଲେ ବସ୍ତା, ଜଳେଶ୍ୱର, ବାଲେଶ୍ୱର ଓ ସଦର ତହସିଲ ଅଧୀନରେ ଥିବା ସରକାରୀ ଜାଗା ଜବରଦଖଲକାରୀଙ୍କ କବ୍ଜାରେ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ନୀରବ ରହୁଥିବାରୁ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହିତ ଲୋକଙ୍କ ମନରେ ଅସନ୍ତୋଷ ତୀବ୍ରରୁ ତୀବ୍ରତର ହେବାକୁ ଲାଗିଛି। ଏହି ଜବରଦଖଲକାରୀଙ୍କ ଯୋଗୁଁ ଢାବା ସମ୍ମୁଖରେ ଯାନବାହନ ଘଣ୍ଟା ଘଣ୍ଟା ଛିଡ଼ା କରି ରଖିବା ଫଳରେ NH60 ଆହୁରି ସଂକୁଚିତ ହୋଇଯାଉଛି। ଫଳରେ ଦୁର୍ଘଟଣା ଶୀଘ୍ର ଘଟୁଛି। ଏଠାରେ ସୁରକ୍ଷା କେବଳ ପ୍ରହସନ ପାଲଟିଥିବା ବେଳେ ଏହି ରାଜପଥରେ ଟ୍ରାଫିକ୍ ସମସ୍ୟା ଯୋଗୁଁ ଯାତାୟାତ ଅସୁରକ୍ଷିତ ହେଉଛି। ଏଥିପ୍ରତି ସରକାର, ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜବରଦଖଲ ହଟାଇବା ଦିଗରେ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି କରୁଛି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।